ପିଲାମାନେ ଆମେ ବହୁତ ପରିଶ୍ରମ କରି ଏହି ପ୍ରଶ୍ନ ଉତ୍ତର ଗୁଡ଼ିକ ସିଲେକ୍ସନ୍ କରି ଭିଡ଼ିଓଟି ପ୍ରସ୍ତୁତି କରିଛୁ, ଯାହାକି ତୁମ ଏହି ବାର୍ଷିକ ପରୀକ୍ଷାରେ ଆସିବାର 100% ଚାନ୍ସ ରହିଛି। ସେଥିପାଇଁ ଏହି ସୁଯୋଗକୁ ହାତଛଡ଼ା ନ କରି ତୁରନ୍ତ ଏହାର ଲାଭ ଉଠାଅ। ତେବେ ଏବେ ଆସ ଦେଖିବା କେଉଁ ସବୁ ପ୍ରଶ୍ନ ରହିଛି। ପ୍ରଥମ ପ୍ରଶ୍ନ, ତଳ ଅନୁଚ୍ଛେଦଟି ପଢ଼ି 1ରୁ 6 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଉତ୍ତର ଲେଖ। ଅନୁଚ୍ଛେଦଟି ପଢ଼ି 1ରୁ 6 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଉତ୍ତର ଲେଖ। ତେବେ ଆମେ ସିଧାସଳଖ ପ୍ରଶ୍ନ ଉତ୍ତର ପାଖକୁ ଯିବା। ପ୍ରଥମ ପ୍ରଶ୍ନ ରହିଛି, ଭୀମ ଭୋଇ କେଉଁ କବି ରୂପେ ପରିଚିତ? ଭୀମ ଭୋଇ କେଉଁ କବି ରୂପେ ପରିଚିତ? ଏହାର ସଠିକ୍ ଉତ୍ତରଟି ହେଉଛି ସନ୍ଥ କବି। ସନ୍ଥ କବି ଏହାକୁ ଉତ୍ତର ସ୍ଥାନରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ ଅଛି, ଭୀମ ଭୋଇଙ୍କ କବିତା ରଚନା କିପରି ଆରମ୍ଭ ହେଲା? ଭୀମ ଭୋଇଙ୍କ କବିତା ରଚନା କିପରି ଆରମ୍ଭ ହେଲା? ଏହାର ଉତ୍ତର ଲେଖିବ ଗୁରୁଙ୍କ କବିତ୍ୱ ବଳରେ। ଏଇଠି ଲେଖିବ ଗୁରୁଙ୍କ କବିତ୍ୱ ବଳରେ। କବିତ୍ୱ ବଳରେ। ଗୁରୁଙ୍କ କବିତ୍ୱ ବଳରେ। ନେକ୍ସଟ କ୍ୱେଶ୍ଚନ୍, ପରିତ୍ୟକ୍ତ ଶବ୍ଦକୁ ବ୍ୟବହାର କରି ବାକ୍ୟ ଗଠନ କର। ପରିତ୍ୟକ୍ତ ଶବ୍ଦକୁ ବ୍ୟବହାର କରି ବାକ୍ୟ ଗଠନ କର। ଏହାର ସଠିକ୍ ଉତ୍ତରଟି ଲେଖିବ ବର୍ଜ୍ୟ ବସ୍ତୁକୁ ବର୍ଜ୍ୟ ବସ୍ତୁ ସଭିଙ୍କ ପାଇଁ। ସଭିଙ୍କ ପାଇଁ। ବର୍ଜ୍ୟବସ୍ତୁ ସଭିଙ୍କ ପାଇଁ ପରିତ୍ୟକ୍ତ ଅଟେ। ପରିତ୍ୟକ୍ତ ଅଟେ। ବର୍ଜ୍ୟବସ୍ତୁ ସଭିଙ୍କ ପାଇଁ ପରିତ୍ୟକ୍ତ ଅଟେ। ନେକ୍ସଟ କ୍ୱେଶ୍ଚନକୁ ଯିବା। ଭୀମ ଭୋଇ କେଉଁ ସ୍ଥାନରେ ନିଜର ଆଶ୍ରମ ସ୍ଥାପନ କରିଥିଲେ? ଭୀମ ଭୋଇ କେଉଁ ସ୍ଥାନରେ ନିଜର ଆଶ୍ରମ ସ୍ଥାପନ କରିଥିଲେ? ଏହାର ସଠିକ୍ ଉତ୍ତରଟି ହେବ ଖଲିଆପାଲି। ଏହାକୁ ଏହି ଉତ୍ତର ସ୍ଥାନରେ ଲେଖିବ। ନେକ୍ସଟ କ୍ୱେଶ୍ଚନ୍, କବି କୂପରେ କେଉଁ ସମୟରେ ପଡ଼ିଗଲେ? କବି କୂପରେ କେଉଁ ସମୟରେ ପଡ଼ିଗଲେ? ଏହାର ସଠିକ୍ ଉତ୍ତରଟି ହେବ ଗୋରୁ ଚରାଉଥିବା ସମୟରେ। ଲେଖିବ ଗୋରୁ ଚରାଉଥିବା ସମୟରେ। ଚରାଉଥିବା ସମୟରେ। ହେଲା। ନେକ୍ସଟ କ୍ୱେଶ୍ଚନ୍ ଯିବା।
କବି କେଉଁ ମସିହାରେ ନିଜର ଆଶ୍ରମ ସ୍ଥାପନ କରିଥିଲେ? କବି କେଉଁ ମସିହାରେ ନିଜର ଆଶ୍ରମ ସ୍ଥାପନ କରିଥିଲେ? ଏହାର ସଠିକ୍ ଉତ୍ତରଟି ହେବ 1877 ମସିହାରେ। ଏହାକୁ ଉତ୍ତର ସ୍ଥାନରେ ଲେଖିବ। ନେକ୍ସଟ ପ୍ରଶ୍ନକୁ ଯିବା। ତଳ କବିତାକୁ ପଢ଼ି 7ରୁ 10 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ। ସିଧାସଳଖ ଆମେ ପ୍ରଶ୍ନ ଉତ୍ତର ପାଖକୁ ଯିବା। କବିତାରେ କାହା ବିଷୟରେ କୁହାଯାଇଛି? ଏହାର ଉତ୍ତରରେ ତୁମେ ଲେଖିବ ବର୍ଷା। ବର୍ଷା ବିଷୟରେ କୁହାଯାଇଛି। ପରବର୍ତ୍ତୀ ପ୍ରଶ୍ନ, ତପତ ଧରଣୀ ଉଶ୍ୱାସ କରିଲା କହିବାର ଅର୍ଥ କ'ଣ? ତପତ ଧରଣୀ ଉଶ୍ୱାସ କରିଲା କହିବାର ଅର୍ଥ କ'ଣ? ଏହାର ଉତ୍ତରରେ ତୁମେ ଲେଖିବ ଦୀର୍ଘ ଦିନ। ଦୀର୍ଘ ଦିନ ଧରି ପୃଥିବୀ ଗ୍ରୀଷ୍ମ ରେ ଶୁଷ୍କ ଥିଲା। ବର୍ଷା ଆସିବାରୁ ସେ ଶାନ୍ତି ପାଇଲା। ନେକ୍ସଟ କ୍ୱେଶ୍ଚନକୁ ଯିବା। ବର୍ଷା କାହାକୁ ସାଙ୍ଗରେ ନେଇ ଆସିଲା ବୋଲି କୁହାଯାଇଛି? ବର୍ଷା କାହାକୁ ସାଙ୍ଗରେ ନେଇ ଆସିଲା ବୋଲି କୁହାଯାଇଛି? ଏହାର ଉତ୍ତରରେ ତୁମେ ଲେଖିବ ମୌସୁମୀ। ମୌସୁମୀ। ନେକ୍ସଟ ପ୍ରଶ୍ନକୁ ଯିବା। ଚାଷୀ ଭାଇ ସରାଗରେ କ୍ଷେତକୁ ଧାଇଁଗଲା କାହିଁକି? ଚାଷୀ ଭାଇ ସରାଗରେ କ୍ଷେତକୁ ଧାଇଁଗଲା କାହିଁକି? ଏହାର ଉତ୍ତର ଆମେ ଭିଡ଼ିଓ ଶେଷରେ ଦେଇଛୁ। ଚିନ୍ତା କରିବାର କିଛି ନାହିଁ, ତୁମେ ନିଜେ ଦେଖିବ ଓ ଲେଖିବ। ନେକ୍ସଟ କ୍ୱେଶ୍ଚନକୁ ଯିବା। ନିମ୍ନରେ ଦିଆଯାଇଥିବା ସଂଳାପ ପଢ଼ି ଏହାର ସାରମର୍ମକୁ ସଂକ୍ଷେପରେ ନିଜ ଭାଷାରେ ଲେଖ। ରମେଶ, ମାଷ୍ଟର ବାବୁ ପାଠଟା କ'ଣ ନିହାତି ଦରକାର? ତାପରେ ଶିକ୍ଷକ କହୁଛନ୍ତି ହଁ, ଖାଇବା, ପିଇବା, ପିନ୍ଧିବା ଆଉ ରହିବା ଭଳି ପାଠଟା ବି ଦରକାର। ପାଠ ହେଉଛି ଆଲୋକ ସଦୃଶ, ଯାହା ଅନ୍ଧାର ଭିତରେ ଆମକୁ ବାଟ ଦେଖାଇଥାଏ। ତାପରେ ରମେଶ କହୁଛି ଆଜ୍ଞା ମାଷ୍ଟର ବାବୁ, ପାଠଟା ବୁଝିଗଲେ ଭାରି ସହଜ। ପାଠଟା ବୁଝିବା ଭଳି ପଢ଼ାଗଲେ ଭାରି ଭଲ ହୁଅନ୍ତା। ଏହାର ଉତ୍ତରରେ ତୁମେ ଲେଖିବ
ପାଠପଢ଼ାର ଗୁରୁତ୍ୱ। ପାଠପଢ଼ାର ଉତ୍ତରରେ ତୁମେ ଲେଖିବ ପାଠପଢ଼ାର ଗୁରୁତ୍ୱ। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ତଳେ ଦିଆଯାଇଥିବା ଚିତ୍ରଟିକୁ ଦେଖ ଓ ଚିତ୍ର ସମ୍ପର୍କରେ ନିଜ ଭାଷାରେ ଲେଖ। ଏହି ଚିତ୍ରକୁ ଦେଖିବ ଓ ନିଜ ଭାଷାରେ ଲେଖିବ। ପିଲାମାନେ ଏହି ପ୍ରଶ୍ନର ଉତ୍ତରକୁ ଆମେ ଏହି ଭିଡ଼ିଓର ଶେଷରେ ଦେଇଛୁ, ଚିନ୍ତା କରିବାର ଆବଶ୍ୟକତା ନାହିଁ। ତୁମେ ନିଜେ ତାକୁ ଦେଖିବ ଓ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ନିମ୍ନଲିଖିତ ପଦଟିକୁ ପଢ଼ି ସରଳ ଭାଷାରେ ବୁଝାଇ ଲେଖ। ଏହି ପଦଟିକୁ ପଢ଼ି ନିଜ ଭାଷାରେ ଲେଖିବ। ପଦଟି ଅଛି, ଅମୃତ ବିନୟ ବଚନ କହି ତୋଷିବ ପ୍ରାଣୀ ମନ। ଅର୍ଥାତ୍ ଅମୃତ ବଚନ କହି ଅର୍ଥାତ୍ ମିଠା ମିଠା କଥାରେ ପ୍ରାଣୀର ମନକୁ ସନ୍ତୋଷ କରିବାକୁ ଏଠାରେ କୁହାଯାଇଛି। ପରବର୍ତ୍ତୀ ପ୍ରଶ୍ନ, କ ସ୍ତମ୍ଭରେ ଦିଆଯାଇଥିବା ଶବ୍ଦକୁ ଖ ସ୍ତମ୍ଭର ଉପଯୁକ୍ତ ଅର୍ଥ ସହ ଗାର ଟାଣି ଯୋଡ଼। ଏଠାରେ ଆମେ ଗାର ଯୋଡ଼ିବା। ଅଗ୍ନି, ପ୍ରଥମରେ ଅଛି ଅଗ୍ନି, ଅଗ୍ନିରୁ ଗାର ଟାଣିବ ଅନଳ। ତାପରେ ଅଛି ଅମୃତ, ଅମୃତରୁ ଗାର ଟାଣିବ ପୀୟୁଷ। ତାପରେ ଅଛି ଅରଣ୍ୟ, ଅରଣ୍ୟରୁ ଗାର ଟାଣିବ ବିପିନ। ତାପରେ ଯିବା ପରବର୍ତ୍ତୀ ପ୍ରଶ୍ନକୁ। ତଳେ ଦିଆଯାଇଥିବା ଶବ୍ଦ ଦୁଇଟିର ଅର୍ଥ ଅନୁସାରେ ବାକ୍ୟ ଲେଖ। ଅଛି ନୀତି। ପ୍ରଥମ ନୀତିରେ ଲେଖିବ ମୁଁ ନିତିଦିନ ବଡ଼ି ଭୋରରୁ ଉଠେଁ।
ତାପରେ ତଳ ନୀତି, ଏ ତଳରେ ଥିବା ନୀତି ଏଇଠି ବାକ୍ୟ ଲେଖିବ। ତାପରେ ତଳେ ଲେଖାଥିବା ନୀତି ଏଇଠି ଲେଖିବ ସରକାରଙ୍କ ଶାସନ ନୀତି, ସରକାରଙ୍କ ଶାସନ ନୀତି ଦନ୍ତସ। ପ୍ରଥମେ ହେଲା ତାଳବେଶ, ତାପରେ ଦନ୍ତସ ନ ନୀତି। ଉଚ୍ଚ କୋଟିର, ଉଚ୍ଚ କୋଟିର, ସରକାରଙ୍କ ଶାସନ ନୀତି ଉଚ୍ଚ କୋଟିର। ତାପରେ ଯିବା ପରବର୍ତ୍ତୀ ପ୍ରଶ୍ନକୁ। ମଣିଷର ଅହଙ୍କାର ଉନ୍ନତିର ପ୍ରତିବନ୍ଧକ ଅଟେ। ରେଖାଙ୍କିତ ପଦକୁ ବିଶେଷଣରେ ପରିବର୍ତ୍ତନ କର। ରେଖାଙ୍କିତ ପଦ ଏଠାରେ ଅଛି ଅହଙ୍କାର। ଏହି ଅହଙ୍କାରର ବିଶେଷଣ ପଦଟି ଆମେ ବ୍ୟବହାର କରି ପୁଣି ବାକ୍ୟକୁ ଲେଖିବା। ଏହାର ଉତ୍ତରରେ ତୁମେ ଲେଖିବ ମଣିଷର ଅହଙ୍କାରୀ ମଣିଷର ଅହଙ୍କାରୀ ଗୁଣ, ଉନ୍ନତିର ପ୍ରତିବନ୍ଧକ ଅଟେ। ପରବର୍ତ୍ତୀ ପ୍ରଶ୍ନ। ବାଛୁରୀଟି ଗାଁ ଦାଣ୍ଡରେ ଡେଉଁଥିଲା। ବର୍ତ୍ତମାନ କାଳରେ ବାକ୍ୟଟିକୁ ବଦଳାଇ ଲେଖ। ଏହାର ଉତ୍ତରରେ ତୁମେ ଲେଖିବ ବାଛୁରୀଟି ଗାଁ ଦାଣ୍ଡରେ ଡେଉଁଛି। ବାଛୁରୀଟି ଗାଁ ଦାଣ୍ଡରେ ଡେଉଁଛି। ପରବର୍ତ୍ତୀ ପ୍ରଶ୍ନ ଅଛି। 18 ଓ 19 ନମ୍ବର ପ୍ରଶ୍ନରେ ଶୂନ୍ୟସ୍ଥାନ ପୂରଣ କର। ଶୂନ୍ୟସ୍ଥାନ ପୂରଣ କରିବ। 18 ନମ୍ବର ପ୍ରଶ୍ନରେ ଲେଖିବ ପଞ୍ଚବଟୀ। ଏଇଠି ଲେଖିବ ପଞ୍ଚବଟୀ। ତାପରେ 19 ନମ୍ବରରେ ଲେଖିବ ଅନଭିଜ୍ଞ। ଅନଭିଜ୍ଞ। ତାପରେ 20 ନମ୍ବର ପ୍ରଶ୍ନରେ ଉତ୍ତରରେ ଲେଖିବ ତଳେ ଦିଆଯାଇଥିବା ଶବ୍ଦଟିକୁ ପ୍ରୟୋଗ କରି ବାକ୍ୟଟିଏ ଲେଖ। ତୁମେ ବାକ୍ୟଟିଏ ଲେଖିବ ସେବକ। ଲେଖିବ ସେବକର ତ୍ୟାଗ
ପ୍ରଶଂସନୀୟ ଅଟେ। ପ୍ରଶଂସନୀୟ ଅଟେ। ତାପରେ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଗୀତାର କଥା ଶୁଣି ମିତାର ଡେସ୍କ ହେଲା, ଆଉ ଜବାବ କ'ଣ ଦେବ? ଉପଯୁକ୍ତ ରୂଢ଼ି ଦ୍ୱାରା ଶୂନ୍ୟସ୍ଥାନ ପୂରଣ କର। ଏଠାରେ ଡେସ୍କ ପୂରଣରେ ତୁମେ ଲେଖିବ ଅକଲ ଗୁଡ଼ୁମ୍, ଘ ନମ୍ବର। ଏହାକୁ ଏହି ଶୂନ୍ୟସ୍ଥାନରେ ଲେଖିବ ଅକଲ ଗୁଡ଼ୁମ୍। ପରବର୍ତ୍ତୀ ପ୍ରଶ୍ନ, ଲିଙ୍ଗ ପରିବର୍ତ୍ତନ କରି ଲେଖ। 22 ନମ୍ବର କହୁଛି ଲିଙ୍ଗ ପରିବର୍ତ୍ତନ କରି ଲେଖ। ଅଛି ସନ୍ନ୍ୟାସୀ। ସନ୍ନ୍ୟାସୀ ତାପରେ ତୁମେ ଲେଖିବ, ଏଇଠି ଲେଖିବ ସନ୍ନ୍ୟାସିନୀ। ଲେଖିବ ସନ୍ନ୍ୟାସିନୀ। ତାପରେ ଅଛି ଜନକ। ତୁମେ ଲେଖିବ ଜନନୀ। ଜନନୀ ଲେଖିବ। ତାପରେ ଅଛି ମାନବ। ତୁମେ ଲେଖିବ ମାନବୀ। ମାନବୀ। ପରବର୍ତ୍ତୀ ପ୍ରଶ୍ନ, ଆପଣ କୁଆଡ଼େ ଯାଉଛନ୍ତି? ଉକ୍ତ ବାକ୍ୟରେ ରେଖାଙ୍କିତ ଶବ୍ଦଟି କେଉଁ ବଚନ ଅନ୍ତର୍ଗତ? ରେଖାଙ୍କିତ ପଦ ଏଇଠି ଅଛି ଆପଣ। ଏହାର ବଚନ ହେଉଛି ଏକ ବଚନ। ଏଇଠି ଲେଖିବ ତୁମେ ଏକ ବଚନ। ପରବର୍ତ୍ତୀ ପ୍ରଶ୍ନ, ତୁମେମାନେ କର୍ମରେ ଅବହେଳା କର ନାହିଁ। ରେଖାଙ୍କିତ ପଦର ପୁରୁଷ ଓ ବଚନ ଲେଖ। ଏଠାରେ ରେଖାଙ୍କିତ ପଦ ଅଛି ତୁମେମାନେ। ଏହାର ସଠିକ୍ ଉତ୍ତରଟି ହେଉଛି ଦ୍ୱିତୀୟ ପୁରୁଷ ବହୁବଚନ। ଏହା ହେଉଛି ତାହାର ଉତ୍ତର। ଏହାକୁ ଏହି ଉତ୍ତର ସ୍ଥାନରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ଶବ୍ଦଗୁଡ଼ିକୁ ଉପଯୁକ୍ତ କ୍ରମରେ ସଜାଇ ଅର୍ଥପୂର୍ଣ୍ଣ ବାକ୍ୟ ଗଠନ କରି ଲେଖ। ଏଇଠି ଲେଖା ଅଛି କର୍ମ ମାଧ୍ୟମରେ ଜଣେ ନିଜର ଆଖ୍ୟା ମହାପୁରୁଷର ଲାଭ କରେ। ଏହାର ଉତ୍ତରରେ ତୁମେ ଲେଖିବ ପ୍ରଥମେ ଲେଖିବ ନିଜର ଏହାକୁ ଲେଖିବ ନିଜର କର୍ମ ମାଧ୍ୟମରେ ଜଣେ ମହାପୁରୁଷର ଆଖ୍ୟା ଲାଭ କରେ। ଆଉ ଥରେ କହିଦେଉଛି, ନିଜର କର୍ମ ମାଧ୍ୟମରେ ଜଣେ ମହାପୁରୁଷର ଆଖ୍ୟା ଲାଭ କରେ। ଏହି ଉତ୍ତର ସ୍ଥାନରେ ତାକୁ ସଜେଇକି ଲେଖିବ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଭାଷାନ୍ତର। ଏହାର ଉପଯୁକ୍ତ ଅର୍ଥଟିକୁ ବାଛି ତଳେ ଲେଖ। ଭାଷାନ୍ତର। ଏହାର ସଠିକ୍ ଉତ୍ତରଟି ହେଉଛି ଅନ୍ୟ ଭାଷା। ଏହାକୁ ଏହି ଉତ୍ତର ସ୍ଥାନରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ,
ତଳେ ଥିବା ବାକ୍ୟରେ ଉପଯୁକ୍ତ ବିରାମ ଚିହ୍ନ ବ୍ୟବହାର କରି ବାକ୍ୟଟିକୁ ଆଉ ଥରେ ଲେଖ। ଉପଯୁକ୍ତ ବିରାମ ଚିହ୍ନ ଦେବ ଓ ଆଉ ଥରେ ଲେଖିବ। ମୁଁ ସିଧାସଳଖ ବିରାମ ଚିହ୍ନ ଦେଉଛି, ତୁମେ ତାକୁ ଲେଖିଦେବ। ସେ ସୁନ୍ଦର ଉପଦେଶ ଦିଅନ୍ତି, ଏ ଦିଅନ୍ତି ସ୍ଥାନରେ କମା ଦେବ। ତାପରେ ଲେଖିବ ମାତ୍ର ନିଜେ ଆଚରଣ କରନ୍ତି ନାହିଁ, ଶେଷରେ ପୂର୍ଣ୍ଣଚ୍ଛେଦ ଦେବ। ତାପରେ ଏହାକୁ ଏଇଠି ଲେଖିଦେବ। ପରବର୍ତ୍ତୀ ପ୍ରଶ୍ନ, ନିମ୍ନଲିଖିତ ପ୍ରସଙ୍ଗ ମଧ୍ୟରୁ 70ରୁ 80ଟି ଶବ୍ଦ ମଧ୍ୟରେ ଯେକୌଣସି ଗୋଟିଏ ବିଷୟରେ ରଚନା ଲେଖିବ। ରଚନା ଅଛି 70ରୁ 80 ଶବ୍ଦ ମଧ୍ୟରେ, ଅର୍ଥାତ୍ ପ୍ରାୟ 8ରୁ 10 ଧାଡ଼ି ଯାଏ ହେବ। 8ରୁ 10 ଧାଡ଼ି ଯାଏ ହେବ। କେଉଁ ବିଷୟରେ ଦେଇଛି ଦେଖିବା। ବୃକ୍ଷ ଆମର ବନ୍ଧୁ, ସୁସ୍ଥ ଜୀବନ ଓ ବ୍ୟାୟାମ, ସମୟାନୁବର୍ତ୍ତିତା। ପିଲାମାନେ ଏହାର ଉତ୍ତର ଆମେ ଭିଡ଼ିଓ ଶେଷରେ ଦେଇଛୁ, ଦେଖିବ ଓ ନିଶ୍ଚୟ ଲେଖିବ। ଯିବା ପରବର୍ତ୍ତୀ ପ୍ରଶ୍ନକୁ। ବଣଭୋଜିର ଅନୁଚିନ୍ତା। ଏହି ବଣଭୋଜିର ଅନୁଭୂତି ବର୍ଣ୍ଣନା କରି ସାଙ୍ଗ ନିକଟକୁ ପତ୍ର ଲେଖ। କିମ୍ବା ବିଦ୍ୟାଳୟରେ ଥିବା ସମୟରେ ତୁମର ହଠାତ୍ ଜୋରରେ ମୁଣ୍ଡବିନ୍ଧା ଆରମ୍ଭ ହେବାରୁ ତୁମେ ଶ୍ରେଣୀରେ ଅନୁପସ୍ଥିତ ରହିବାକୁ ଚାହୁଁଛ। ଛୁଟି ମଞ୍ଜୁର ନିମନ୍ତେ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ। ପିଲାମାନେ ଏହାର ପ୍ରଶ୍ନର ଉତ୍ତର ଆମେ ଭିଡ଼ିଓ ଶେଷରେ ଦେଇଛୁ, ନିଶ୍ଚୟ ଦେଖିବ ଓ ଲେଖିବ। ଧନ୍ୟବାଦ।